ଆଜି ଆମେ ପଞ୍ଚମ ଶ୍ରେଣୀର ଇଂଲିଶ ବହି ଦ ମଙ୍କି ଫ୍ରମ୍ ରାଇଗର ବିଷୟର ପ୍ରଶ୍ନ ଉତ୍ତର ଏବେ କରିବା। ଚାଲନ୍ତୁ ସେ ପ୍ରଶ୍ନ ଉତ୍ତର କରିଚାଲିବା। ପ୍ରଶ୍ନ ନମ୍ବର 1, ହୁ ଆର୍ ଦେୟାର ଇନ୍ ଦ ପୋଏମ୍? ତାହେଲେ ପୋଏମରେ କିଏ ଅଛନ୍ତି? ଏ ମଙ୍କି ଆଣ୍ଡ ଏ ଟାଇଗର। ତା 2 ନମ୍ବର ପ୍ରଶ୍ନ, ହୁ ରୋଡ୍ ଅନ୍ ଏ ଟାଇଗର? ତାହେଲେ ଓ ମାନେ ଲାଗେ ଟାଇଗର ଉପରେ କିଏ ବସିଛି? ଏ ମଙ୍କି ରୋଡ୍ ଅନ୍ ଏ ଟାଇଗର। ତାପରେ 3 ନମ୍ବରକୁ ଯିବା, ଦ ମଙ୍କି ୱାଜ ଫ୍ରମ୍। ତାହେଲେ ମାଙ୍କଡ କୋଉଠି ରହୁଥିଲା? ନା ମାଙ୍କଡ ରାଇଗରରେ ରହୁଥିଲା, ନାଇଁ କି? ମଙ୍କି ୱାଜ ଫ୍ରମ୍ ରାଇଗର। 4 ନମ୍ବର, ହ୍ୱାଟ ଡଜ ଦେ ଷ୍ଟାଣ୍ଡ ଫର? ତାହେଲେ ଦେ କହିଲେ ସେମାନେ। ସେମାନେ କହୁଛି କୋଉମାନେ? ନା ସେମାନେ କିଏ କିଏ? ଦ ମଙ୍କି ଆଣ୍ଡ ଦ ଟାଇଗର। ବୁଝିପାରିଲ ସମସ୍ତେ? ତାପରେ ଯିବା 5 ନମ୍ବରକୁ। 5 ନମ୍ବର କଣ ଲେଖା ହେଇଛି? ନା Where was the monkey when they came back? ତାହେଲେ where ଗଲେ କେଉଁଠିକି? ଯେତେବେଳେ ସେମାନେ ଫେରିଲେ କୋଉଠିକି ଗଲେ? ନା the monkey was inside the tiger when they came back. 6 ନମ୍ବରକୁ ଯିବା, who was smiling? କିଏ ହସୁଥିଲା? Tiger. The tiger was smiling. ତାପରେ 7 ନମ୍ବରକୁ ଯିବା, why was the tiger smiling? କାହିଁକି ବାଘ ହସୁଥିଲା? କାହିଁକି ନା ବାଘ କାହାକୁ ଖାଇବା ପାଇଁ? ନା କାହାକୁ? ମଙ୍କିକୁ ଖାଇଥିଲା। ତ 8 ନମ୍ବରକୁ ଯିବା, what is ରାଇଗର? ରାଇଗର କଣ? the name of a person or place. ରାଇଗର ଗୋଟେ ଜାଗାର ନା ନା ଗୋଟେ ବ୍ୟକ୍ତିର ନା? ତାହେଲେ ରାଇଗର ଇଜ ନେମ୍ ଅଫ ଏ କଣ? ପ୍ଲେସ୍। ଗୋଟେ ସ୍ଥାନ ବା ଜାଗାର ନାମ। ତାପରେ 9 ନମ୍ବରକୁ ଯିବା, how do you know it is the name of a place? how କହିଲେ କିପରି ତମେ ଜାଣିଲ ଯେ ସେଟା ଗୋଟେ ଜାଗାର ନା? ତାହେଲେ କେବେ ଜାଣିଲ? ନା ଇଏ ଗୋଟେ କଣ? ତା ଫାଷ୍ଟ ଲେଟରଟି କଣ ଅଛି? କ୍ୟାପିଟାଲ ଲେଟର। ସେଥିପାଇଁ ତା ରାଇଗର ଲାଗିଲେ। ତା ବିକଜ the monkey came from there and its first letter is in capital. ବଡ ଲେଟର ଅଛି, ବଡ ଅକ୍ଷର ଥିବାରୁ ଆମେ ଜାଣିପାରିଲେ ଯେ ଏଟା ଗୋଟେ ସ୍ଥାନର ନା। ବୁଝିପାରିଲ? ତେବେ ରାଇଗର କଣ? ନା ବଡ ଲେଟର। ଦେଖ ବଡ ଲେଟର ରହୁନି ପ୍ରଥମଟା। ତେଣୁକରି ଆମେ ଜାଣିପାରିଲେ ସେଟା ଗୋଟେ ସ୍ଥାନର ନା। ତାପରେ ଯିବା ସେକ୍ସନ 4। ଫାର୍ଷ୍ଟ ଦେଇଛି who are there in the poem? ଏ poem ରେ କିଏ ଅଛନ୍ତି? ଏ monkey and a tiger. ତାପରେ 2 ନମ୍ବର, who rode on a tiger? କିଏ ଟାଇଗର ଉପରେ ବସିଲା? the monkey. ବୁଝିପାରିଲ? what does they stand for? they ମାନେ ସେମାନେ କିଏ କିଏ? monkey ଆଉ ଟାଇଗର। ଆଇଭିକୁ ଯିବା, who was smiling? କିଏ ହସୁଥିଲା? ଟାଇଗର। ଟାଇଗର ହସୁଥିଲା। where was the monkey? monkey କୋଉଠି ରହୁଥିଲା? inside the tiger। ନା ଟାଇଗର ପେଟ ଭିତରେ ଥିଲା ନା ନାହିଁ?